ମୁଁ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରୂପେ କାମ କରୁଛୁ। ଆଉ ଆଜି ସେ ଡାଳିମ୍ବମଡ଼ା ଗାଁରେ ଆମେ ଗୋଟେ ଇନଫର୍ମେସନ୍ ପାଇକି ଏଠିକି ଆସିଥିଲୁ। ସେଠି ଗୋଟେ ଅଭିମନ୍ୟୁ ସାହୁ ବୋଲି ପିଲାଟେ ଅଛି। ତାକୁ କାଲି କିଛି ଯୁବକ ଗାଁର ସେମାନେ ଉଠେଇ ଆଣିଥିଲେ ଆଉ ତାକୁ ମାରାମାରି କରିଥିଲେ। ତ ଆଜି ଆମେ ଆସିକି ସେଇଟା ସର୍ଚ୍ଚ କରିବାରୁ ଏଠି ସେ ଯେଉଁ ତାଙ୍କର ଗାଁର ଗୋଟେ ସୋସାଇଟି ଘର ଅଛି ସେଠି ତାଙ୍କର କିଛି ରକ୍ତ ଛିଟା ଆମେ ପାଇଥିଲୁ। ଆଉ ଏପର୍ଯ୍ୟନ୍ତ ତାଙ୍କର ପତା ମିଳୁନି। ଆମେ ତଦନ୍ତ ଜାରି ରଖିଛୁ ଆଉ ତଦନ୍ତରେ ଯାହା ଆସିବ ଆପଣମାନଙ୍କୁ ଆମେ ଅପଡେଟ୍ ଦେବୁ। ଅଭିଯୋଗ କ'ଣ ଆସିଛି? ଅଭିଯୋଗ ଆସିଛି ଯେ ସେ ଗାଁରେ ତାକୁ ଏକ ଘରିକିଆ କରିକି ତାକୁ ରଖିଥିଲେ ଆଉ ସେମାନେ ଗାଁର ଲୋକମାନେ କିଛି ଯାଇକି ତାଙ୍କୁ ମାରଧର କରିଛନ୍ତି। ଜଣାପଡ଼ିନାହିଁ। ଜଣାପଡ଼ିଲେ ଆମେ ନିଶ୍ଚୟ କରିବୁ। ଆମେ ତଥାପି ଖୋଜାଖୋଜି ଜାରି ରଖିଛୁ ଆଉ ନିଶ୍ଚୟ ଖୁବ୍ ଶୀଘ୍ର ଆସିବ କିଛି ତଦନ୍ତରେ ଆସିଲେ ଆପଣମାନଙ୍କୁ କିଭଳି ଭାବରେ ତଦନ୍ତ ଚାଲିଛି? ଆମେ ଡଗ୍ ସ୍କ୍ୱାଡ୍ ଲାଗିଛନ୍ତି, ଆମର ସାଇଣ୍ଟିଫିକ୍ ଟିମ୍ ବି ଲାଗିଛନ୍ତି ଆଉ ଆମେ କିଛି ଲୋକାଲ୍ ସୋର୍ସେସ୍ ବି ଏମ୍ପ୍ଲୟ କରିଛୁ ଆଉ ନିଶ୍ଚୟ ସେ ଜଣାପଡ଼ିଯିବ। ଠିକ୍ ଅଛି।